Hello, good morning. Welcome to my cricketing channel. ଆଜି କଥା ହେବା ମୁମ୍ବାଇ ଭର୍ସେସ୍ ପଞ୍ଜାବ। କ'ଣ ଲାଗିଲା କାଲି ମ୍ୟାଚ୍? ଫାର୍ଷ୍ଟ କ୍ଲାସ୍ ମ୍ୟାଚ୍। ପଞ୍ଜାବ ୱନ୍। 7 ୱିକେଟ୍ରେ ପଞ୍ଜାବ କାଲି ଜିତିଲା। ସବୁ କାଲି ମୁମ୍ବାଇ ୱିନ୍ କରିବ, ମୁମ୍ବାଇ ଜିତିବ, ମୁମ୍ବାଇ। ରେ ଭାଇ ମୁମ୍ବାଇ ନମ୍ବର 1 ଟିମ୍, 5ଟା କପ୍ ଜିତିଛି। ଷ୍ଟ୍ରଙ୍ଗ ଟିମ୍, ଷ୍ଟ୍ରଙ୍ଗ ଇଣ୍ଟରନ୍ୟାସନାଲ ବୋଲର, ବୋଲ୍ଡ, ବୁମରା, ଦୀପକ ଚହର, ବ୍ୟାଟିଂ ବି ଷ୍ଟ୍ରଙ୍ଗ, ରୋହିତ ଶର୍ମା, ସ୍କାଏ, ତିଲକ ବର୍ମା, କ୍ୱାଲିଟି। ବଟ୍ ଯେଉଁ ଫର୍ମରେ ପଞ୍ଜାବ ଖେଳୁଛି, ମୋତେ କାଲି ପୁରା ବିଲିଭ୍ ଥିଲା ପଞ୍ଜାବ ଜିତିବ, ବହୁତ ବିଲିଭ୍ ଥିଲା। ଯାହା ହଉ ପଞ୍ଜାବ ସେ ଲଢ଼ିକିରି ଖେଳିଲା, ଜିତିଲା। ପ୍ରିୟାଂଶ ଆରିଆ, ପ୍ରଭ୍ ସିମରନ୍, ଅନକ୍ୟାପ୍ ଇଣ୍ଡିଆନ୍ ପ୍ଲେୟାର ଶଶାଙ୍କ ସିଂ, ନେହାଲ ଓଦେରା, ଟିମ୍ କମ୍ବିନେସନ୍, ପଣ୍ଟିଂ ଆୟର ଯୋଡ଼ି ଟିମ୍ଟା ତିଆରି କରିଛନ୍ତି ପଞ୍ଜାବକୁ। ଯିଏ 10 ବର୍ଷ ହେଲା ସେମିଫାଇନାଲ୍ ଦେଖିନଥିଲା, ତାକୁ କ୍ୱାଲିଫାୟାର 1 ଯାକେ ନେଇଯାଇଛନ୍ତି। ସେଇଟା ବହୁତ ବଡ଼ କଥା। ଇନ୍ଏକ୍ସପେରିଏନ୍ସ ଅନକ୍ୟାପ୍ ଇଣ୍ଡିଆନ୍ ପ୍ଲେୟାର ଧରିକି ଜିତିବା ବହୁତ ମୁସ୍କିଲ। ଗୋଟେ ଫାର୍ଷ୍ଟ କ୍ଲାସ୍ ପିଲାକୁ 90% ରଖେଇବା ଗୋଟେ ଟ୍ୟୁସନ୍ ମାଷ୍ଟରର ଇଜି ହେଇଯାଏ, କିନ୍ତୁ ଗୋଟେ ଥାର୍ଡ଼ କ୍ଲାସ୍ ପିଲାକୁ ଟପ୍କୁ ନେବା ଗୋଟେ ଟ୍ୟୁସନ୍ ମାଷ୍ଟରକୁ ହ୍ୟାଟ୍ସ ଅଫ୍। ସେ ଟ୍ୟୁସନ୍ ମାଷ୍ଟର ରିକି ପଣ୍ଟିଂ ଆଣ୍ଡ ଶ୍ରେୟସ ଆୟର ମାନିବାକୁ ପଡ଼ିବ। ସଦାବେଳେ ଭଲ ଷ୍ଟୁଡେଣ୍ଟକୁ ଉପରକୁ ନେଇଯିବାଟା ବଡ଼ ଜିନିଷ ନୁହେଁ। ଗୋଟେ ଗଧ ପିଲାକୁ ଟପ୍କୁ ନେବା ସଦାବେଳେ କ୍ରେଡ଼ିଟ୍ ମାନିବାକୁ ପଡ଼ିବ। ମୁମ୍ବାଇ 5 ଥର ୱିନ୍ କରିଥାଇପାରେ। ପର୍ଟିକୁଲାର କାଲି ମ୍ୟାଚ୍ କଥା ପଡ଼ିଛି। ମୁମ୍ବାଇ ଫାର୍ଷ୍ଟ 4ଟା ହାରିଥିଲା, ତାପରେ ପୁରା କମ୍ବ୍ୟାକ୍, ଫୁଲ୍ କମ୍ବ୍ୟାକ୍ କଲା। ମୁମ୍ବାଇ ସଦାବେଳେ ଷ୍ଟ୍ରଙ୍ଗ ଟିମ୍, ଅଲୱେଜ୍ ହଣ୍ଟର ଟିମ୍, ଆଉ ସେ ବ୍ୟାକ୍ରୁ ଆସିଲା ମାନେ ଆହୁରି ଷ୍ଟ୍ରଙ୍ଗ ହେଇଯାଏ। ବଟ୍ ପଞ୍ଜାବ ତା ଟିମ୍ କମ୍ବିନେସନ୍ ପୁରା ବଢ଼ିଆ ଅଛି। ପୁରା କ୍ରିକେଟିଂ ଲଜିକ୍ ଦେଖିଲେ ଠିକ୍ ଅଛି। ମ୍ୟାଚ୍ କହୁନ କିଏ କାହାକୁ ବି ହରାଇ ପାରିବ। IPL ସବୁ ଟିମ୍ ଷ୍ଟ୍ରଙ୍ଗ। ବର୍ତ୍ତମାନ ଦିଲ୍ଲୀ ଆସିକି ପଞ୍ଜାବକୁ ହରାଇ ପାରିବ, ମାନେ କୁହାହେଉଛି ସବୁ ଟିମ୍ ଷ୍ଟ୍ରଙ୍ଗ। ଏବେ ବି CSK ଆସିକି ପଞ୍ଜାବକୁ ହରାଇ ପାରିବ, ମୁମ୍ବାଇକି ହରାଇ ପାରିବ, ବାଙ୍ଗାଲୋରକୁ ବି ହରାଇ ପାରିବ। CSK ବି ଏବେ ବି ଖରାପ ଟିମ୍ ନୁହେଁ, ସେ ନୂଆ ପିଲାକୁ ଚାନ୍ସ ଦେଲା, ଜିତିଲା। ଏଣୁ କହିହେବନି। ବଟ୍ ପଞ୍ଜାବ କମ୍ବିନେସନ୍ ଯେମିତି ଥିଲା, ଲାଗୁଥିଲା ଏଥର ସେ ଟପ୍କୁ ଆସିବ। ଏଟା ଅଲରାଉଣ୍ଡର 7-8 ଜାଗେ, ବୋଲିଂ ପ୍ରପର୍, ବ୍ୟାଟିଂ ପ୍ରପର୍। ପ୍ରିୟାଂଶ ଆରିଆ, ପ୍ରଭ୍ ସିମରନ୍ ବେଷ୍ଟ ଓପନିଂ କମ୍ବୋ ଏଇ ସିଜିନ୍ରେ। କ'ଣ ବ୍ୟାଟିଂ! ପ୍ରିୟାଂଶ ଆରିଆ କ୍ଲାସିକ୍, ଯେଉଁ ମାରୁଛି କଭର୍ରେ ପୁରା ଫିଲ୍ଡର ଉପରେ, ପୁରା ବାଉଣ୍ଡ୍ରି ପାଖେ 6, ଗ୍ରାଉଣ୍ଡେଡ଼ ମାରୁନି। ଯେଉଁଟା ଚାହୁଁଛି ଉପରେ ଡାଇରେକ୍ଟ ମାରୁଛି। ବଲ୍ ଟିକେ ସର୍ଟ ଅଫ୍ ହେଲା ପରେ ସେ ଉପରେ। କ'ଣ ସର୍ଟ ମାରି ଗୋଟେ ବେଷ୍ଟ, ଗୋଟେ ଆଇ କ୍ୟାଚିଂ ଲେଫ୍ଟି ବ୍ୟାଟ୍ସମ୍ୟାନ୍ ବାହାରିଲା, ହାର୍ଡ଼ ଷ୍ଟ୍ରୋକିଂ। ଦେନ୍ ଆମର କାଲି ଜସ୍ ପୁରା ଇଂଲିଶ ମାଡ଼ ମାରିଲା। କାଲି ଇଂଲିଶ ମାଡ଼। ଓହୋ, ସାଣ୍ଟନରକୁ ଯେଉଁ ବ୍ୟାକ୍ଫୁଟ୍ ଯାଇକିରି ମିଡ୍ ୱିକେଟ୍ରେ ବାଉଣ୍ଡ୍ରି, ତାର ର୍ୟାମ୍ପ ସଟ୍ କାଲି ଦେଖେଇଲା ନା। ସବୁ କହୁଥିଲେ ଫ୍ରି ଇଂଲିଶ କାହିଁ ଖେଳୁଛି, ଇଂଲିଶ ଇଣ୍ଟରନ୍ୟାସନାଲର ଗୋଟେ ପ୍ରଡ଼କ୍ଟ। ଆଉ ଇଂଲିଶ କାଲି ଦେଖେଇଦେଲା ନା ଗୋଟେ ମ୍ୟାଚ୍ରେ, ଯେଉଁ ମ୍ୟାଚ୍ ବେଶୀ ଦରକାର ଥିଲା କାଲି ଦେଖେଇଦେଲା ନା। ଇଂଲିଶ ଖେଳ କ'ଣ? ଆରେ ଅଷ୍ଟ୍ରେଲିଆ ପିଲାକୁ କ'ଣ ପଡ଼ିନି ସପୋର୍ଟ କରୁଛି ସବୁ ଅଷ୍ଟ୍ରେଲିଆ। ଆରେ ସେ ନିହାତି ନିଜ ଦେଶ ପ୍ରତି ତାର ଟିକେ ରହିବ। ପ୍ଲସ୍ ଅଷ୍ଟ୍ରେଲିଆ ତ ସଦା ଭଲ ପିଲା ନା, ପ୍ରଡ୍ୟୁସ୍ କରେ। ସେ ଭଲ ପିଲା ଖେଳୁଛି, କ'ଣ ବାଜେ ପିଲା ଖେଳୁଛି? ଆଡ଼ା ଜାମ୍ପାକୁ ଆଣିକି ଖେଳୁଛି। ଯେଉଁ ପିଲା ଖେଳେ ଇଂଲିଶ ସୁପର ଫର୍ମରେ ଅଛି, ଇଣ୍ଟରନ୍ୟାସନାଲ ଲେବୁଲରେ ସେ ଖେଳୁଛି। ମ୍ୟାକ୍ସୱେଲ୍ ଠିକ୍ ଅଛି, କହିପାର ଟିକେ ତାର ଅଷ୍ଟ୍ରେଲିଆ 22 ଥିଲା, ବଟ୍ ମ୍ୟାକ୍ସୱେଲ୍ ବ୍ୟାଟିଂ ନ କରିପାରେ, ବୋଲିଂ 2 ଓଭର ଅପସନ୍ ବି ଭଲ ପକାଏ। ମ୍ୟାକ୍ସୱେଲ୍ ଗୋଟେ ଜୋର ଥିଲା, ଯେଉଁ ବାଇଚାନ୍ସ ଲାଗିଗଲା ଏକଥର ବି ମ୍ୟାଚ୍ ଜିତେଇ ବି ଦେଇପାରେ ମ୍ୟାକ୍ସୱେଲ୍। ତେଣୁ ସେମିତି କିଛି ନାହିଁ, ନିହାତି ନିଜ ଦେଶ ପ୍ରତି ଟିକେ ନିଜ ପିଲାଙ୍କୁ ରହିବ। ବଟ୍ କ'ଣ ପଣ୍ଟିଂ ଆୟର କମ୍ବୋ! କାଲି ଆୟର ଚୁପଚାପ ଆସୁଛି, ଖେଳୁଛି, ଯାଉଛି। ଚୁ ନାହିଁ, ସେ ଷ୍ଟାଇଲ୍ ହାଇପ୍ ନାହିଁ, କିଛି ନାହିଁ। ଖେଳ ଚାଲ, ପରଫେକ୍ଟ। କାଲି ମୁମ୍ବାଇ ବି ଖରାପ ବଢ଼ିଆ ସ୍କୋର କରିଥିଲା। 180 ବି ଚ୍ୟାଲେଞ୍ଜିଂ ସ୍କୋର 180 ବି ବହୁତ ବଢ଼ିଆ। ସ୍କାଏ ବହୁତ ବଢ଼ିଆ ବ୍ୟାଟିଂ କଲେ, ଫାର୍ଷ୍ଟ କ୍ଲାସ୍ ବ୍ୟାଟିଂ। ବଟ୍ କହିହେବନି କାଲି ପଞ୍ଜାବ ଜିତିବ, କିନ୍ତୁ ପଞ୍ଜାବ କାଲି ମେନ୍ କଥା ହେଉଛି ବୋଲ୍ଡ ୱିକେଟ୍ ଫାଷ୍ଟ ଯେଉଁ ନେଇଯାଇଥାନ୍ତା, ପଞ୍ଜାବ ପ୍ରେସର ଆସିଯାଇଥାନ୍ତା ହେଲା। ବୋଲ୍ଡ ଫାଷ୍ଟ ଓଭର ୱିକେଟ୍ ପାଇଲେ, ଯଦି ଫାଷ୍ଟ ଓଭରରେ ବୋଲ୍ଡ ୱିକେଟ୍ ନେଇଥାନ୍ତା, ମୁମ୍ବାଇ ନିହାତି ଜିତିଥାନ୍ତା 100%। ବଟ୍ କାଲି ବୋଲ୍ଡ ଫାଷ୍ଟ ୱିକେଟ୍ ପାଇଲେ, ବାଧ୍ୟ ହୋଇକି ବୁମରା ଫାଷ୍ଟ ଆସିଲା, ବୁମରା ଫାଷ୍ଟ ୱିକେଟ୍ ନେଇଗଲା 5 ଓଭର। ହେତୁ ମ୍ୟାଚ୍ ଟିକେ ପଞ୍ଜାବ କ'ଣ ବୁମରା ଜଗି ରଖି ଖେଳିଲା। ଯେହେତୁ ରନ୍ 180 ଅଛି, ବୋଲ୍ଡକୁ ପିଟି ଦେଇଛନ୍ତି, କେବଳ ବୁମରାକୁ ଜଗିଦେଲେ ମ୍ୟାଚ୍ ଜିତିବ। ମେନ୍ କଥା କାଲି ଥିଲା ବୁମରାକୁ ଯିଏ 2 ଓଭର ଜଗିଦେଲା ପଞ୍ଜାବ ମ୍ୟାଚ୍ ଜିତିବ।
कारण खाली बॉल स्पिन नाला शांतनु विकेट पाइबार नाला जो दुटा विकेट नहीं मैच लास्ट टाइम पुणी से ऑर्डिनरी बॉल तो रन जाऊला विकेट दुटा नहीं गला बट मैच विनिंग विकेट कल फास्ट पाइलानी कारण स्पिन पिच नाला विकेट फिंगी कल पंजाब गला ना तो मैच किसी ना 9 विकेट कल पंजाब जीति पार जहाँ भी हो ऑल द बेस्ट मुंबई ऑल द बेस्ट पंजाब मुंबई भी एलिमिनेटर खेल पंजाब क्वालिफायर 1 खेल आज मैच हो बांग्लोर वर्सेस लखनऊ से जी जीत से क्वालिफायर 2 को आस ओके सब्सक्राइब लाइक एंड शेयर थैंक यू।